ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହେଲେ ଯୁବ ଜ୍ୟୋତିର୍ବିଜ୍ଞାନୀ ଆଚାର୍ଯ୍ୟ ବିକ୍ରମ କୁମାର ସାହୁ। ଓଡ଼ିଶାର ଜ୍ୟୋତିଷ ଓ ବାସ୍ତୁକଳା କ୍ଷେତ୍ରରେ ପୁଣି ଏକ ଗୌରବମୟ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ଚୌଦ୍ୱାର ବ୍ରାହ୍ମଣସାହି ଅଞ୍ଚଳର ଜଣେ ଉଦୀୟମାନ ଯୁବ ଜ୍ୟୋତିର୍ବିଜ୍ଞାନୀ ଓ ବାସ୍ତୁବିତ୍ ଆଚାର୍ଯ୍ୟ ବିକ୍ରମ କୁମାର ସାହୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସଫଳତା ସହ ନିଜ ଅଞ୍ଚଳ ତଥା ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବକୁ ବୃଦ୍ଧି କରିଛନ୍ତି। ସେ ଶ୍ରୀମତୀ ନିରୁପମା ସାହୁ ଓ ଶ୍ରୀଯୁକ୍ତ ବିଦ୍ୟାଧର ସାହୁଙ୍କ ସୁପୁତ୍ର ଅଟନ୍ତି। ଗତ ଜୁନ୍ 6 ତାରିଖ 2026ରେ ପଶ୍ଚିମବଙ୍ଗର କୋଲକାତା ସ୍ଥିତ ଗଙ୍ଗାରାମପୁରଠାରେ ନର୍ଥ ବେଙ୍ଗଲ ଆଷ୍ଟ୍ରୋଲୋଜିକାଲ ଫେଡେରେସନ ଦ୍ୱାରା ଏକ ଭବ୍ୟ ଜ୍ୟୋତିଷ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ପ୍ରତିଷ୍ଠିତ ସମାରୋହରେ ଆଚାର୍ଯ୍ୟ ବିକ୍ରମ କୁମାର ସାହୁଙ୍କୁ ତାଙ୍କର ଅସାଧାରଣ ଜ୍ଞାନ ଓ ସେବା ପାଇଁ ଉଚ୍ଚ ପ୍ରଶଂସିତ କରାଯିବା ସହ ସମ୍ମାନଜନକ ବାସ୍ତୁ ଶିରୋମଣି ଉପାଧିରେ ସମ୍ମାନିତ କରାଯାଇଛି। ପୂର୍ବରୁ ମଧ୍ୟ ଆଚାର୍ଯ୍ୟ ବିକ୍ରମ କୁମାର ସାହୁ ନିଜର ଶିକ୍ଷା ଓ ଅଧ୍ୟବସାୟ ବଳରେ ଅନେକ ଶୀର୍ଷ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଚଣ୍ଡିଗଡ଼ ସ୍ଥିତ ପ୍ରତିଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଲୋଜି ପକ୍ଷରୁ ଜ୍ୟୋତିଷ ଆଚାର୍ଯ୍ୟ ଉପାଧିରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ଇଣ୍ଡିଆନ୍ ବାସ୍ତୁ ଆଣ୍ଡ ଆଷ୍ଟ୍ରୋଲୋଜିକାଲ ରିସର୍ଚ୍ଚ ସେଣ୍ଟର ଦ୍ୱାରା ବାସ୍ତୁ ବିଦ୍ୟାବର୍ଣ୍ଣ ଓ ଜ୍ୟୋତିଷ ବେଦଭୂଷଣରେ ସମ୍ମାନିତ କରାଯାଇଥିଲା। ସେହିଭଳି ସେହି ଅନୁଷ୍ଠାନରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହିତ ଜ୍ୟୋତିଷ ସମ୍ରାଟ ଉପାଧିରେ ଭୂଷିତ କରାଯାଇଥିଲା। ଓଡ଼ିଶା ଜ୍ୟୋତିଷ ଓ ବାସ୍ତୁ ମହାସଂଘ ଭୁବନେଶ୍ୱର ତରଫରୁ ତାଙ୍କୁ ମହର୍ଷି ପରାଶର ଜ୍ୟୋତିଷ ସମ୍ମାନରେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଜଣେ ଯୁବ ଗବେଷକ ଭାବରେ ସନାତନ ଜ୍ୟୋତିଷଶାସ୍ତ୍ର ଓ ବାସ୍ତୁ ବିଜ୍ଞାନକୁ ଜନମାନସରେ ସଠିକ୍ ଭାବରେ ପହଞ୍ଚିବା ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ଚୌଦ୍ୱାରବାସୀ ଓ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁହ ଛୁଟିଛି। ଆଗାମୀ ଦିନରେ ଭଗବାନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଜ୍ୟୋତିଷ ଓ ବାସ୍ତୁବିଦ୍ ଭାବରେ ଆହୁରି ଉନ୍ନତିର ଶୀର୍ଷକୁ ନିଅନ୍ତୁ ଏବଂ ସମାଜର ମଙ୍ଗଳ ସାଧନ କରନ୍ତୁ। ଏହା ହିଁ ସମସ୍ତଙ୍କର ପ୍ରାର୍ଥନା। କଟକରୁ ଜଗନ୍ନାଥଙ୍କ ରିପୋର୍ଟ, RM ନ୍ୟୁଜ୍ 8।